ଜଗନ୍ନାଥ ଦର୍ଶକ ବନ୍ଧୁ ପାଣିପାଗକୁ ନେଇ ଆସିଲା ବଡ଼ ଖବର। ଦର୍ଶକ ବନ୍ଧୁ ଆଜି କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଆଉ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଖରା ହେବ ଆଉ କେଉଁ କେଉଁ ଜିଲ୍ଲାରେ ତାପମାତ୍ରା କେତେ ରହିବ, ଏହା ଜାଣିବା ପାଇଁ ଦର୍ଶକ ବନ୍ଧୁ ଆପଣମାନେ ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଜାଣିପାରିବେ ଆଜିର ପାଣିପାଗ ଖବର। ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼ ଏବଂ ନୂଆପଡ଼ା ଏହି ଜିଲ୍ଲାମାନଙ୍କରେ ପ୍ରବଳ ଖରା ଜାରି କରିବ। ସତର୍କ ସୂଚନା, ଆପଣ ଯୁଆଡେ ଯାଉଛନ୍ତି ପାଣି ବୋଟଲ, କଡ଼ା ଚଷମା ଏବଂ ଛତା ବ୍ୟବହାର କରନ୍ତୁ। ଦର୍ଶକ ବନ୍ଧୁ ଭିଡିଓ ଆଗକୁ ଯିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଏହି ଭିଡିଓଟି ନିହାତି ଭାବରେ ସେୟାର କରନ୍ତୁ ଆପଣଙ୍କର ବନ୍ଧୁ କିମ୍ବା ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଏହି ଜିଲ୍ଲାମାନଙ୍କର ତାପମାତ୍ରା 42 ରୁ 45 ଡିଗ୍ରୀ ତାପମାତ୍ରା ରହିବ। ବୌଦ୍ଧ, ଅନୁଗୁଳ 41 ରୁ 44 ଡିଗ୍ରୀ ତାପମାତ୍ରା। ବାଲେଶ୍ୱର, ପୁରୀ, କଟକ, ଭୁବନେଶ୍ୱର 38 ରୁ 40 ଡିଗ୍ରୀ ତାପମାତ୍ରା। ଟିଟିଲାଗଡ଼ରେ ମଧ୍ୟ 41 ରୁ 44 ଡିଗ୍ରୀ ତାପମାତ୍ରା ରହିବ। ମାଲକାନଗିରି, ରାୟଗଡ଼ା, କୋରାପୁଟ ଏହି ଜିଲ୍ଲାମାନଙ୍କର 36 ରୁ 39 ଡିଗ୍ରୀ ତାପମାତ୍ରା ରହିବ। ଏବେ ବର୍ତ୍ତମାନ ଜାଣିବା କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା କମ୍, କିନ୍ତୁ ବର୍ଷା ସମୟରେ ବଜ୍ରପାତ ହେବାର ସମ୍ଭାବନା ଅଧିକା ରହିଛି। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟ ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ତାଙ୍କ ପାଖକୁ ନିହାତି ଭାବରେ ଏହି ଭିଡିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ସେମାନେ ମଧ୍ୟ ପାଇପାରିବେ। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟ ଏଇଠି ସମାପ୍ତ କରୁଛେ। ଆପଣ ଅପେକ୍ଷା କରନ୍ତୁ ନେକ୍ସଟ ପାଣିପାଗ ଖବର ପାଇଁ।